ଅଶ୍ୱତ୍ଥ ପିପଲ ଗଛରେ ଜଳ ଢାଳିଲେ କେଉଁ ପୁଣ୍ୟ ମିଳେ? ଆସନ୍ତୁ ଗୋଟିଏ ନାଗିନୀର ଉଦ୍ଧାରର ମହାନ କାହାଣୀ ମାଧ୍ୟମରେ ଏହା ବିଷୟରେ ଜାଣିବା। ସମୁଦ୍ରର ଗଭୀରତାରେ ଥିବା କ୍ଷୀରସାଗରର ଦୃଶ୍ୟ ଅତ୍ୟନ୍ତ ଦିବ୍ୟ ଏବଂ ମନୋରମ ଥିଲା। କ୍ଷୀରସାଗରର ଲହଡ଼ି ମଧ୍ୟରେ ଶେଷନାଗଙ୍କ ଶയ്ୟାରେ ଭଗବାନ ବିଷ୍ଣୁ ଶାନ୍ତିରେ ବିରାଜମାନ କରିଥିଲେ। ତାଙ୍କର ନୀଳବର୍ଣ୍ଣର ଶରୀରରୁ ଏକ ଦିବ୍ୟ ଆଲୋକ ବିଚ୍ଛୁରିତ ହେଉଥିଲା। ତାଙ୍କ ନିକଟରେ ମାତା ଲକ୍ଷ୍ମୀ ତାଙ୍କ ପାଦସେବା କରୁଥିଲେ। ଚାରିଆଡ଼େ ଦିବ୍ୟ ଆଲୋକ ଏବଂ ବାତାବରଣରେ ଶାନ୍ତ ସଙ୍ଗୀତର ଧ୍ୱନି ଶୁଭୁଥିଲା। ଏହି ସମୟରେ ଏକ ପବିତ୍ର ପଥରେ ଆକାଶ ମାର୍ଗ ଦେଇ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ। ନାରଦଙ୍କ ହାତରେ ତାଙ୍କର ଦିବ୍ୟ ବୀଣା ଥିଲା ଏବଂ ମୁହଁରେ ସାମାନ୍ୟ ଚିନ୍ତାର ରେଖା ଦେଖାଯାଉଥିଲା। ଭଗବାନ ବିଷ୍ଣୁ ନାରଦଙ୍କୁ ଦେଖି ମୃଦୁ ହସି କହିଲେ, ପଧାର ନାରଦ, ତୁମକୁ ସ୍ୱାଗତ। ଏପରି ଲାଗୁଛି ଯେ ତୁମେ କିଛି ବ୍ୟସ୍ତ ବିବ୍ରତ ଅଛ। କ'ଣ ହେଲା? ତୁମର ଭ୍ରମଣରେ କିଛି ଅଘଟଣ ଘଟିଛି କି? ନାରଦଜୀ ମୁଣ୍ଡ ନୁଆଇଁ ଭଗବାନ ବିଷ୍ଣୁଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ମୁଁ ଏବେ ପୃଥିବୀ ଲୋକରୁ ଫେରିଲି। ପୃଥିବୀରେ ଭ୍ରମଣ କରୁଥିବା ସମୟରେ ମୁଁ ଏକ ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ଦେଖିଲି। ସେଠାରେ କିଛି ଲୋକ ଅଶ୍ୱତ୍ଥ ଗଛ କାଟୁଥିଲେ, ଯେପରି ସେମାନଙ୍କୁ ଏହାର ମହତ୍ତ୍ୱ ବିଷୟରେ କୌଣସି ଜ୍ଞାନ ନାହିଁ। ଅନ୍ୟପଟେ କିଛି ତପସ୍ୱୀ ମୁନି ଓ ସାଧକ ସେହି ଗଛର ପୂଜା କରୁଥିଲେ। ସେମାନେ ଏହାକୁ ପରିକ୍ରମା କରୁଥିଲେ, ଜଳ ଅର୍ପଣ କରୁଥିଲେ ଏବଂ ମନ୍ତ୍ର ଉଚ୍ଚାରଣ କରି ଭଗବାନ ବିଷ୍ଣୁଙ୍କ ସ୍ତୁତି କରୁଥିଲେ। ହେ ପ୍ରଭୁ, ଏହି ବିରୋଧାଭାସ ଦେଖି ମୋ ମନରେ ଜିଜ୍ଞାସା ସୃଷ୍ଟି ହେଲା। ଅଶ୍ୱତ୍ଥ ଗଛର ରହସ୍ୟ କ'ଣ? ଏହି ଗଛରେ ଏତେ ପବିତ୍ର କାହିଁକି ଯେ କିଛି ଲୋକ ଏହାର ପୂଜା କରୁଛନ୍ତି ଏବଂ ଯେଉଁମାନଙ୍କୁ ଏହାର ଜ୍ଞାନ ନାହିଁ ସେମାନେ ଏହାକୁ କାଟିବାର ପାପ କାହିଁକି କରୁଛନ୍ତି? କୃପାକରି ମୋତେ ଏହାର ମହତ୍ତ୍ୱ ବିଷୟରେ ବିସ୍ତାର ଭାବରେ କୁହନ୍ତୁ, ଯାହାଫଳରେ ମୁଁ ଏହି ଜ୍ଞାନକୁ ସାରା ଲୋକରେ ପ୍ରଚାର କରିପାରିବି। ପ୍ରିୟ ଭକ୍ତଗଣ, ଏହି ଅଶ୍ୱତ୍ଥ ବା ପିପଳ ଗଛର ମହତ୍ତ୍ୱ ଜାଣିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖେ ଯେ ଆମର ଏହି ଭକ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ଆପଣଙ୍କ ଦିନ ଶୁଭ ହେଉ। ଜୟ ଶ୍ରୀକୃଷ୍ଣ। ଆସନ୍ତୁ ଶୁଣିବା ଭଗବାନ ଏହାର ଉତ୍ତର କ'ଣ ରଖିଥିଲେ। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଭଗବାନ ବିଷ୍ଣୁଙ୍କ ମୁହଁରେ ଏକ କୋମଳ ହସ ଫୁଟି ଉଠିଲା। ସେ ମୃଦୁ ସ୍ୱରରେ କହିଲେ, ହେ ନାରଦ, ତୁମର ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଶ୍ୱତ୍ଥ ଗଛ କୌଣସି ସାଧାରଣ ଗଛ ନୁହେଁ। ଏହି ବୃକ୍ଷ ସ୍ୱୟଂ ମୋର ସ୍ୱରୂପର ପ୍ରତୀକ। ଏହା କେବଳ ଦେବତାମାନଙ୍କର ନିବାସ ସ୍ଥାନ ନୁହେଁ, ବରଂ ଏହାର ପୂଜା ଦ୍ୱାରା ମନୁଷ୍ୟର ସମସ୍ତ ପାପ ନାଶ ହୁଏ ଏବଂ ସେ ମୋକ୍ଷ ପ୍ରାପ୍ତ କରେ। ଶୁଣ, ମୁଁ ତୁମକୁ ଅଶ୍ୱତ୍ଥ ଗଛର ମହତ୍ତ୍ୱ ବିଷୟରେ ଏକ କାହାଣୀ ଶୁଣାଉଛି, ଯାହା ସ୍ପଷ୍ଟ କରିବ ଯେ କାହିଁକି ଏହି ଗଛ ପବିତ୍ର ଏବଂ କାହିଁକି ଏହାର ପୂଜା କରିବା ଉଚିତ। ହେ ନାରଦ, ଏହି କାହାଣୀର କେବଳ ବର୍ଣ୍ଣନା ଏବଂ ଶ୍ରବଣ ହିଁ ମନୁଷ୍ୟ ପାଇଁ ପୁଣ୍ୟଦାୟକ ଅଟେ। ଯିଏ ଏହି ପବିତ୍ର କାହାଣୀକୁ ଶ୍ରଦ୍ଧା ଏବଂ ଭକ୍ତି ସହିତ ଶୁଣେ କିମ୍ବା ଶୁଣାଏ, ସେ ଅନେକ ପୁଣ୍ୟ ଲାଭ କରେ। ପାପ ନାଶ। ଏହି କଥା ଶୁଣିବା ଦ୍ୱାରା ମନୁଷ୍ୟର ଜନ୍ମଜନ୍ମାନ୍ତରର ସମସ୍ତ ସଞ୍ଚିତ ପାପ ନଷ୍ଟ ହେଉଯାଏ, ସେ ଅଜ୍ଞାନବଶତଃ ଯେତେ ବଡ଼ ପାପ କରିଥିଲେ ମଧ୍ୟ। ପିତୃଙ୍କ ଆଶୀର୍ବାଦ। ଏହି କଥା ଶୁଣିବା ବ୍ୟକ୍ତି ନିଜ ପିତୃପୁରୁଷଙ୍କ ଆଶୀର୍ବାଦ ପାଏ। ତାଙ୍କ ପୂର୍ବଜମାନେ ସନ୍ତୁଷ୍ଟ ହୁଅନ୍ତି ଏବଂ ତାଙ୍କୁ ସୁଖ, ସମୃଦ୍ଧି ଏବଂ ଶାନ୍ତିର ବରଦାନ ଦିଅନ୍ତି। ଦୁର୍ଭାଗ୍ୟ ଦୂର। ଏହି କଥା ଶୁଣିବା ବ୍ୟକ୍ତି ନିଜ ଘରୁ ଦୁର୍ଭାଗ୍ୟ, ଦାରିଦ୍ର୍ୟ ଏବଂ କଷ୍ଟ ଦୂର କରେ। ତାଙ୍କ ପରିବାରରେ ସୁଖ, ସମୃଦ୍ଧି ଏବଂ ଲକ୍ଷ୍ମୀଙ୍କ ବାସ ହୁଏ। ସନ୍ତାନ ସୁଖ। ଯଦି କୌଣସି ସ୍ତ୍ରୀ କିମ୍ବା ପୁରୁଷକୁ ସନ୍ତାନ ସୁଖ ପ୍ରାପ୍ତିରେ ବାଧା ହେଉଥାଏ, ତେବେ ସେ ଏହି କଥା ଶୁଣି ଅଶ୍ୱତ୍ଥ ଗଛର ପୂଜା କଲେ ଅବଶ୍ୟ ସନ୍ତାନ ସୁଖ ପ୍ରାପ୍ତ କରନ୍ତି। ନାରଦଜୀ ଆନନ୍ଦ ଏବଂ ଜିଜ୍ଞାସାରେ କହିଲେ, ପ୍ରଭୁ, ମୁଁ ଧ୍ୟାନର ସହିତ ଶୁଣୁଛି। କୃପାକରି ଏହି କାହାଣୀ ବର୍ଣ୍ଣନା କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ହେ ନାରଦ, ପୂର୍ବକାଳର କଥା। ହରିଦାସ ନାମକ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି ଥିଲା। ହରିଦାସ ସଚ୍ଚୋଟ ଏବଂ ପରିଶ୍ରମୀ ଥିଲା, କିନ୍ତୁ ତାର ଜୀବନ ଅତ୍ୟନ୍ତ କଷ୍ଟରେ ଭରା ଥିଲା। ସେ ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିଲା ଏବଂ କୌଣସି ମତେ ନିଜ ପରିବାରର ଭରଣ ପୋଷଣ କରୁଥିଲା। ତାହାର ଘର ବଡ଼ ଥିଲା। ବୃଦ୍ଧ ମାତାପିତା, ତାର ପତ୍ନୀ ଗାୟତ୍ରୀ ଏବଂ 3ଟି ଛୋଟ ପିଲା। ହରିଦାସ ଦିନରାତି ପରିଶ୍ରମ କଲେ ମଧ୍ୟ ପରିବାର ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେଉଥିଲା। ତାର ଘରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟ କିମ୍ବା ଦେବତାଙ୍କ ପୂଜା ଅର୍ଚ୍ଚନା ହେଉନଥିଲା। ହରିଦାସକୁ ଶାସ୍ତ୍ର ଏବଂ ଧାର୍ମିକ ମହତ୍ତ୍ୱ ବିଷୟରେ କିଛି ଜ୍ଞାନ ନଥିଲା। ଦିନେ ହରିଦାସ କୁରାହାଡ଼ି ଧରି ଜଙ୍ଗଲ ଆଡ଼କୁ ଗଲା। ସେ ସକାଳୁ ଜଙ୍ଗଲର ପ୍ରତ୍ୟେକ କୋଣରେ ବୁଲିଲା, କିନ୍ତୁ ଶୁଖିଲା କାଠ ତ ଦୂରର କଥା, ଗୋଟିଏ ବି ଶୁଖିଲା ଗଛ ମିଳିଲା ନାହିଁ। ତାର ଥକା ବଢ଼ିବାରେ ଲାଗିଲା ଏବଂ ସୂର୍ଯ୍ୟ ମଧ୍ୟାହ୍ନରେ ଚମକୁଥିଲେ। ହରିଦାସ ଚିନ୍ତା କଲା
ଯେ ଯଦି ସେ ଆଜି କାଠ ନେଇ ନ ଯାଏ ତେବେ ଘରେ ଚୁଲି ଜଳିବ ନାହିଁ। ଭୋକ ଏବଂ ଶୋଷରେ ବ୍ୟାକୁଳ ହୋଇ ସେ ଜଙ୍ଗଲରେ ଆହୁରି ଆଗକୁ ବଢ଼ିଲା। ଜଙ୍ଗଲର ଏହି ଭାଗ ଅତ୍ୟନ୍ତ ଭୟଙ୍କର ଥିଲା। ଉଚ୍ଚ ଉଚ୍ଚ ଗଛ, ଘନଲତା ଏବଂ ବୁଦା ସୂର୍ଯ୍ୟଙ୍କ କିରଣକୁ ମଧ୍ୟ ଧରଣୀ ଉପରକୁ ଆସିବାକୁ ଦେଉନଥିଲା। ଜାଗା ଜାଗାରେ ସାପ, ବିଚ୍ଛା ଏବଂ ଅନ୍ୟ ହିଂସ୍ର ଜୀବଜନ୍ତୁଙ୍କ ବିପଦ ମଧ୍ୟ ଦେଖାଯାଉଥିଲା। ବହୁତ ସମୟ ଭଟକିବା ପରେ ହଠାତ୍ ତାର ନଜର ଏକ ବିଶାଳ ବୃକ୍ଷ ଉପରେ ପଡ଼ିଲା। ସେହି ଗଛ ନିଜ ଚାଲିପାଖରେ ଏକ ଅଦ୍ଭୁତ ଆଭା ବିଛାଉଥିଲା। ତାର ଶାଖାଗୁଡ଼ିକ ଆକାଶକୁ ଛୁଉଁଥିଲା ଏବଂ ତାର ଚେରଗୁଡ଼ିକ ଗଭୀର ଭାବରେ ମାଟିକୁ ବାନ୍ଧି ରଖିଥିଲା। ଏହାର ଏକ ଅଶ୍ୱତ୍ଥ ଗଛ ଥିଲା। ହରିଦାସ ମନେ ମନେ ଭାବିଲା, ଆରେ ବାଃ, କେତେ ବଡ଼ ଏବଂ ମଜବୁତ ଗଛ। ଯଦି ମୁଁ ଏହାର କିଛି ଡାଳ କାଟିନିଏ ତେବେ ଆଜିର କାମ ହୋଇଯିବ। ତାପରେ ସେ କୁରାଢ଼ୀକୁ ମଜବୁତ ଭାବରେ ଧରି ଗଛ ପାଖକୁ ଗଲା। ଗଛ ତଳେ ଠିଆ ହୋଇ ସେ କ୍ଷଣିକ ପାଇଁ ଏପଟ ସେପଟ ଦେଖିଲା ଏବଂ କୁରାଢ଼ୀକୁ ଉପରକୁ ଉଠାଇଲା। ଯେମିତି ସେ କୁରାଢ଼ୀରେ ଗଛ ଉପରେ ଆଘାତ କରିବାକୁ ଯାଉଥିଲା, ସେତିକିବେଳେ ଏକ ଭୟଙ୍କର ଶବ୍ଦ ଶୁଣାଗଲା, ଯାହା କୌଣସି ସ୍ତ୍ରୀର ସ୍ୱର ପରି ଲାଗୁଥିଲା। ହେ ମନୁଷ୍ୟ, ଥମିଯାଅ, ତୁମେ ଏହି ଅନର୍ଥ କରିବାକୁ ଯାଉଛ। ହରିଦାସ ଚମକି ପଡ଼ି ଏପଟ ସେପଟ ଦେଖିଲା, କିନ୍ତୁ କେହି ଦେଖାଗଲେ ନାହିଁ। ପରମୁହୂର୍ତ୍ତରେ ଗଛର ଗଣ୍ଡି ନିକଟରୁ ଏକ ଭୟଙ୍କର କଳା ରଙ୍ଗର ସାପ ବାହାରିଲା। ସେହି ସାପର ଆଖି ଚମକୁଥିଲା, ମାନେ ସେଥିରେ ଅଗ୍ନିର ଶିଖା ଜଳୁଥିଲା। ହରିଦାସ ଭୟଭୀତ ହୋଇ ପଛକୁ ହଟିଗଲା। ସାପ ଧୀରେ ଧୀରେ ତାର ସାମ୍ନାରେ ରୂପ ନେବାକୁ ଲାଗିଲା। ସେ ଏବେ ଆଉ ସାପ ନଥିଲା, ବରଂ ଏକ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରିଥିଲା। ଏହା କୌଣସି ସାଧାରଣ ସ୍ତ୍ରୀ ନଥିଲା, ବରଂ ଜଣେ ନାଗକନ୍ୟା ଥିଲା। ତାର ଚେହେରା ତେଜସ୍ୱୀ ଥିଲା ଏବଂ ତାର ଆଖିରେ ଅପାର ରହସ୍ୟ ଝଳକୁଥିଲା। ନାଗକନ୍ୟା ଗମ୍ଭୀର ସ୍ୱରରେ କହିଲା, ହେ ମନୁଷ୍ୟ, ତୁମେ ପବିତ୍ର ଏ ଅଶ୍ୱତ୍ଥ ଗଛକୁ କାଟିବାକୁ ଯାଉଥିଲ। ତୁମକୁ ଏହା ଜଣା ନାହିଁ କି ଏହି ଗଛରେ ଦେବତାମାନଙ୍କ ବାସ ରହିଛି। ଏହାକୁ କାଟିଲେ ତୁମକୁ ମହାପାପ ଲାଗିବ। ହରିଦାସର ନିଶ୍ୱାସ ଦ୍ରୁତ ହୋଇଗଲା। ସେ ଭୟଭୀତ ହୋଇ କମ୍ପିତ ସ୍ୱରରେ କହିଲା, ହେ ଦେବୀ, ଆପଣ କିଏ ଏବଂ ମୁଁ ମଣିଷ ଭଳି କଥା କିପରି କହୁଛନ୍ତି? ମୁଁ ତ ଏପରି କିଛି କେବେ ଶୁଣିନଥିଲି। ଦୟାକରି ମୋତେ କୁହନ୍ତୁ ଯେ ଆପଣ କିଏ ଏବଂ ଏହି ଗଛ କାହିଁକି ଏତେ ବିଶେଷ? ନାଗକନ୍ୟା ହସି କହିଲା, ହେ ମନୁଷ୍ୟ, ମୁଁ ଏହି ଅଶ୍ୱତ୍ଥ ବୃକ୍ଷର ରକ୍ଷକ। ମୋର ନାଁ ନାଗିନୀ ସୁରସା। ଏହି ଗଛ ମୋର ପାଇଁ ବହୁତ ପ୍ରିୟ, କାରଣ ଏହି ବୃକ୍ଷରେ ମୋର ବାସ ରହିଛି ଏବଂ ଏହା ପବିତ୍ର। କିନ୍ତୁ ଏ ବୃକ୍ଷ ସହିତ ମୋର ଏହି ସମ୍ପର୍କ କେବଳ ଏହି ଜନ୍ମର ନୁହେଁ, ବରଂ ଏହା ପୁରୁଣା କାହାଣୀର ଫଳାଫଳ। ଶୁଣ, ମୁଁ ତୁମକୁ ମୋର ପୂର୍ବଜନ୍ମର କଥା କହୁଛି। ଏହା କହି ନାଗକନ୍ୟା ସୁରସାଙ୍କ ଚେହେରା ଗମ୍ଭୀର ହୋଇଗଲା। ନାଗକନ୍ୟା ଗମ୍ଭୀର ନିଶ୍ୱାସ ନେଇ ହରିଦାସ ଆଡ଼କୁ ଚାହିଁ କହିଲା, ହେ ମନୁଷ୍ୟ, ପୂର୍ବଜନ୍ମରେ ମୋର ନାମ ସୁମତି ଥିଲା। ମୁଁ ଏକ ପ୍ରତିଷ୍ଠିତ ବୈଶ୍ୟ ପରିବାରରେ ଜନ୍ମ ହୋଇଥିଲି। ମୋର ବାପା ଜଣେ ଧନୀ ବ୍ୟବସାୟୀ ଥିଲେ ଏବଂ ସେ ମୋର ବିବାହ ବଡ଼ ଧୁମଧାମରେ କରିଥିଲେ। ମୋର ବିବାହ ଧର୍ମପାଳ ନାମକ ଜଣେ ପୁଣ୍ୟାତ୍ମା ଏବଂ ଜ୍ଞାନୀ ବୈଶ୍ୟପୁତ୍ରଙ୍କ ସହିତ ହୋଇଥିଲା। ମୋର ସ୍ୱାମୀ ଅତ୍ୟନ୍ତ ଧାର୍ମିକ ପ୍ରବୃତ୍ତିର ଥିଲେ ଏବଂ ଶସ୍ୟ ବ୍ୟବସାୟ କରୁଥିଲେ। ତାଙ୍କ ଜୀବନ ସାଧା ଥିଲା, କିନ୍ତୁ ସେ ଧର୍ମ ଏବଂ ସତ୍କର୍ମରେ ଲୀନ ଥିଲେ। କିନ୍ତୁ ମୁଁ ତାଙ୍କ ଗୁଣର ସମ୍ପୂର୍ଣ୍ଣ ବିପରୀତ ଥିଲି। ମୋର ସ୍ୱଭାବ ଅତ୍ୟନ୍ତ ସ୍ୱାର୍ଥପର ଏବଂ ଅହଙ୍କାରୀ ଥିଲା। ମୁଁ ନା ତ ମୋ ସ୍ୱାମୀଙ୍କୁ ଆଦର କରୁଥିଲି, ନା କୌଣସି ପ୍ରକାରର ଧର୍ମକାର୍ଯ୍ୟରେ ରୁଚି ରଖୁଥିଲି। ମୋତେ ଦେବୀ ଦେବତାଙ୍କ ପୂଜା ଅଯଥା ଲାଗୁଥିଲା। ମୋର ମନ ସର୍ବଦା ସାଂସାରିକ ସୁଖ ଏବଂ ଧନ ସମ୍ପତ୍ତିରେ ଲିପ୍ତ ରହୁଥିଲା। ମୋର ସ୍ୱାମୀ ମୋତେ ବୁଝାଉଥିଲେ ଯେ ଆମକୁ ଜୀବନରେ ପୁଣ୍ୟ କାର୍ଯ୍ୟ କରିବା ଉଚିତ, ଦେବତାମାନଙ୍କର ପୂଜା କରିବା ଉଚିତ, କିନ୍ତୁ ମୁଁ ତାଙ୍କ କଥାକୁ ସବୁବେଳେ ଅନଦେଖା କରିଦେଉଥିଲି। ଆମ ଗାଁ ପାଖରେ ଜଣେ ମୁନିଙ୍କ ଆଶ୍ରମ ଥିଲା। ମୁନି ନିଜ ଆଶ୍ରମର ଅଗଣାରେ ଏକ ଛୋଟ ଅଶ୍ୱତ୍ଥ ଗଛ ଲଗାଇଥିଲେ। ଗାଁର ଲୋକେ ସେଠାକୁ ନିୟମିତ ଭାବରେ ପୂଜା କରିବାକୁ ଆସୁଥିଲେ। ସେମାନେ ଗଛ ଚାରିପଟେ ଦୀପ ଜାଳୁଥିଲେ, ଜଳ ଅର୍ପଣ କରୁଥିଲେ ଏବଂ ପରିକ୍ରମା କରୁଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ଏହି ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ଏବଂ ତାଙ୍କର ପୂଜା କରିବା ଦ୍ୱାରା ସେମାନଙ୍କର ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି। ଲୋକଙ୍କର ଶ୍ରଦ୍ଧା ଏବଂ ଭକ୍ତି ଯୋଗୁଁ ସେହି ଗଛ ବହୁତ କମ୍ ସମୟ ମଧ୍ୟରେ ବିଶାଳ ହୋଇଗଲା। ଦିନକର କଥା, ମୁଁ ସେହି ଆଶ୍ରମ ପାଖ ଦେଇ ଯାଉଥିଲି। ସେଠାରେ ମୁଁ ଦେଖିଲି ଯେ ଜଣେ ବ୍ରାହ୍ମଣ ଅତ୍ୟନ୍ତ ଶ୍ରଦ୍ଧାର ସହିତ ସେହି ଅଶ୍ୱତ୍ଥ ବୃକ୍ଷ ପୂଜା କରୁଛନ୍ତି। ସେ ଗଛ ମୂଳରେ ଜଳ ଢାଳୁଥିଲେ ଏବଂ ମନ୍ତ୍ର ଉଚ୍ଚାରଣ କରୁଥିଲେ। ଏହି ଦୃଶ୍ୟ ଦେଖି ମୁଁ ଖୁବ୍ ଜୋରରେ ହସିଲି ଏବଂ କଟୁସ୍ୱରରେ କହିଲି, ଆରେ ବ୍ରାହ୍ମଣ, ତୁମେ ମୂର୍ଖଙ୍କ ପରି ଏହି ଗଛର ପୂଜା କାହିଁକି କରୁଛ? ଏହା ତ କେବଳ ଗୋଟିଏ ଗଛ, ନା ଫଳ ଦିଏ ନା ଫୁଲ। ଏହି ଗଛ କିଛି କାମର କି?
ଏହା ଅଯଥା ଗାଙ୍ଗ, ତୁମ ପୂଜାର କୌଣସି ଲାଭ ନାହିଁ। ମୋର କଥା ଶୁଣି ସେହି ବ୍ରାହ୍ମଣ ଅତ୍ୟନ୍ତ ଶାନ୍ତ ଭାବରେ ମୋ ଆଡ଼କୁ ଚାହିଁ ରହିଲେ। ତାପରେ ସେ ଗମ୍ଭୀର ସ୍ୱରରେ କହିଲେ, ହେ ଦେବୀ, ତୁମର ଅଜ୍ଞାନ ହିଁ ତୁମର ଏହି ବ୍ୟବହାରର କାରଣ। ତୁମେ ଜାଣିନାହଁ ଯେ ଏହି ଅଶ୍ୱତ୍ଥ ବୃକ୍ଷ କେବଳ ଗୋଟିଏ ସାଧାରଣ ଗଛ ନୁହେଁ। ଏହି ବୃକ୍ଷରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରନ୍ତି। ଏହି ବୃକ୍ଷ ଜୀବିତ ଏବଂ ଅତ୍ୟନ୍ତ ପବିତ୍ର। ଏହାର ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି। ଏହା ମୂଳରେ ଜଳ ଢାଳିଲେ ପିତୃଙ୍କ ଆଶୀର୍ବାଦ ମିଳେ। ଅନେକ ଜନ୍ମର ପାପ ଏହି ବୃକ୍ଷର ପୂଜା ଦ୍ୱାରା ଶେଷ ହୋଇଯାଏ। ଏହି ଗଛ ମନୁଷ୍ୟ ଜୀବନ ପାଇଁ ବରଦାନ ସ୍ୱରୂପ ଅଟେ। ସେହି ବ୍ରାହ୍ମଣଙ୍କ କଥା ମୋର ଅହଙ୍କାରକୁ ଆହୁରି ବଢ଼ାଇଦେଲା। ମୁଁ କଟୁ ଶବ୍ଦରେ ତାଙ୍କୁ ଏବଂ ଗଛକୁ ପରିହାସ କଲି। ମୁଁ କ୍ରୋଧରେ ଆସି ଗଛ ପାଖରେ ପହଞ୍ଚିଲି ଏବଂ ବ୍ୟଙ୍ଗାତ୍ମକ ସ୍ୱରରେ କହିଲି, ଦେଖିବା ତୁମର ଏହି ଗଛ କେତେ ମହାନ। ଏହା କହି ମୁଁ ଆବେଗରେ ଆସି ଅଶ୍ୱତ୍ଥ ଗଛକୁ ଏକ ଲାତ ମାରିଲି। ଯେମିତି ମୋର ଲାତ ସେହି ଗଛକୁ ବାଜିଲା, ସେହି କ୍ଷଣି ଏକ ଅଦ୍ଭୁତ ଘଟଣା ଘଟିଲା। ମୁଁ ଗୋଡ଼ରୁ ଆରମ୍ଭ କରି ଶରୀରର ଅନ୍ୟ ଅଙ୍ଗରେ ଜ୍ୱଳନ ହେବାକୁ ଲାଗିଲା। ସେହି ଜ୍ୱଳନ ଅସହ୍ୟ ଥିଲା। ମୁଁ ଦେଖିଲି ଯେ ମୋ ଶରୀରରେ ପରିବର୍ତ୍ତନ ହେଉଛି। ଧୀରେ ଧୀରେ ମୋର ରୂପ ବଦଳିବାକୁ ଲାଗିଲା। ମୋର ଚର୍ମ କଳା ପଡ଼ିବାକୁ ଲାଗିଲା ଏବଂ ଦେଖୁ ଦେଖୁ ମୁଁ ଏକ ଭୟଙ୍କର ସର୍ପିଣୀରେ ପରିଣତ ହୋଇଗଲି। ନାଗିଣୀର ରୂପ ଧାରଣ କରି ମୁଁ ସେହିଠାରେ ଚିତ୍କାର କରିବାକୁ ଲାଗିଲି। ମୋର ଚିତ୍କାର ଶୁଣି ଆଶ୍ରମର ମୁନି ସେଠାକୁ ଆସିଲେ। ମୁଁ ତାଙ୍କ ପାଦରେ ପଡ଼ି କାନ୍ଦି କାନ୍ଦି ମୋର ଦୁଃଖ କହିଲି। ମୁଁ ତାଙ୍କୁ ବିନତି କଲି ଯେ ମୋତେ ଏହି ସାପରୁ ମୁକ୍ତି ଦିଅନ୍ତୁ। ମୁନି ଗମ୍ଭୀର ସ୍ୱରରେ କହିଲେ, ହେ ସ୍ତ୍ରୀ, ତୁମେ ଘୋର ପାପ କରିଛ। ଅଶ୍ୱତ୍ଥ ଗଛକୁ ଅପବିତ୍ର କରିବା ଏବଂ ତାର ଅପମାନ କରିବା ଭଗବାନ ବିଷ୍ଣୁଙ୍କ ଅପମାନ। ତୁମକୁ ତୁମ କର୍ମର ଦଣ୍ଡ ମିଳିଛି। ତାପରେ ମୁଁ କମ୍ପିତ ହାତରେ ଯୋଡ଼ି ମୁନିଙ୍କୁ ପ୍ରାର୍ଥନା କଲି, ହେ ଋଷିବର, ଦୟାକରି ମୋତେ କ୍ଷମା କରନ୍ତୁ ଏବଂ ଏହି ସାପରୁ ମୁକ୍ତି ପାଇଁ କିଛି ଉପାୟ କୁହନ୍ତୁ। ମୁଁ ମୋର ପାପ ପାଇଁ ଅନୁତାପ କରିବାକୁ ଚାହୁଁଛି। ସେହି ମୁନି ଗମ୍ଭୀର ସ୍ୱରରେ କହିଲେ, ହେ ପାପିନୀ, ତୁମକୁ ଏହି ସାପରୁ ମୁକ୍ତ ହେବା ପାଇଁ 100 ବର୍ଷ ପର୍ଯ୍ୟନ୍ତ ଏହି ଅଶ୍ୱତ୍ଥ ଗଛ ଉପରେ ବାସ କରିବାକୁ ପଡ଼ିବ ଏବଂ ଏହାର ରକ୍ଷା କରିବାକୁ ପଡ଼ିବ। ଯେତେବେଳେ 100 ବର୍ଷ ପୂର୍ଣ୍ଣ ହେବ, ସେତେବେଳେ ତୁମର ସ୍ୱାମୀ ଏଠାକୁ ଆସିବେ ଏବଂ ଏହି ଗଛରେ ଜଳ ଅର୍ପଣ କରିବେ। ସେହିଦିନ ହିଁ ତୁମକୁ ଏହି ସାପରୁ ମୁକ୍ତି ମିଳିବ। ସେବେଠାରୁ ମୁଁ ଏହି ଗଛ ଉପରେ ବାସ କରୁଛି। ଏହି ଗଛ ଦିନକୁ ଦିନ ବଢ଼ିବାରେ ଲାଗିଲା ଏବଂ ମୁଁ ଦିନରାତି ଏହାର ରକ୍ଷା କରୁଛି, ଯାହା ଫଳରେ କେହି ଏହାକୁ କ୍ଷତି ପହଞ୍ଚାଇ ନପାରେ। ଆଜି ମୋର 100 ବର୍ଷ ପୂର୍ଣ୍ଣ ହୋଇଛି। ମୁଁ ଅପେକ୍ଷା କରିଛି ଯେ ମୋର ସ୍ୱାମୀ ଧର୍ମପାଳ ଏଠାକୁ ଆସନ୍ତୁ ଏବଂ ଏହି ଗଛରେ ଜଳ ଅର୍ପଣ କରନ୍ତୁ, ତେବେ ହିଁ ମୋତେ ସର୍ପ ଯୋନିରୁ ମୁକ୍ତି ମିଳିବ। ଏହା କହି ନାଗକନ୍ୟାର ଆଖିରେ ଲୁହ ଆସିଗଲା। ତାର ସ୍ୱରରେ ଯନ୍ତ୍ରଣା ଏବଂ ଅନୁତାପ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ହରିଦାସ ଏସବୁ ଶୁଣି ଆବାକ୍ ହୋଇଗଲା। ସେ ବୁଝିପାରୁନଥିଲା ଯେ ସେ ଯାହା ଶୁଣିଲା ତାହା ସ୍ୱପ୍ନ ଥିଲା ନା ସତ। ନାଗକନ୍ୟାର କରୁଣାମୟୀ କାହାଣୀ ଶୁଣି ହରିଦାସ ସ୍ତବ୍ଧ ହୋଇଗଲା। ତାର ଆଖିରେ ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସର ଭାବନା ଖେଳିଗଲା। ତାକୁ ଏହା ବୁଝିବାରେ ଅସୁବିଧା ହେଉଥିଲା ଯେ ସେ ନିଜେ ଏହି ଘଟଣା ସହିତ କିପରି ଜଡ଼ିତ ଥିଲା। ସେହି ସମୟରେ ଏକ ଦିବ୍ୟ ତେଜ ସହିତ ଆଶ୍ରମର ମୁନି ସେଠାରେ ପ୍ରକଟ ହେଲେ। ତାଙ୍କ ସ୍ୱର ଗମ୍ଭୀର ଏବଂ ଆଶୀର୍ବାଦରେ ପରିପୂର୍ଣ୍ଣ ଥିଲା। ମୁନି ହରିଦାସ ଆଡ଼କୁ ଚାହିଁ କହିଲେ, ହେ ହରିଦାସ, ଏସବୁ ତୁମର ପୂର୍ବଜନ୍ମର କର୍ମର ଫଳାଫଳ ଅଟେ। ତୁମେ ଜାଣିବାକୁ ଚାହୁଁଛ କି ତୁମେ ଏହି ନାଗକନ୍ୟାର ଜୀବନରେ କେଉଁ ସ୍ଥାନ ରଖିଛ? ହରିଦାସ ବିସ୍ମୟରେ ମୁନିଙ୍କ ଆଡ଼କୁ ଚାହିଁଥିଲା। କମ୍ପିତ ସ୍ୱରରେ କହିଲା, ହେ ଋଷିବର, ଦୟାକରି ମୋ ଉପରେ କୃପା କରନ୍ତୁ ଏବଂ ମୋ ଜନ୍ମର ରହସ୍ୟର ଜ୍ଞାନ ଦିଅନ୍ତୁ। ଏସବୁ କ'ଣ ହେଉଛି? ମୁଁ ଏହି ନାଗକନ୍ୟା ସହିତ କିପରି ଜଡ଼ିତ? ମୁନି ଆଖି ବନ୍ଦ କଲେ ଏବଂ ତାଙ୍କ ମୁହଁରେ ଏକ ଗମ୍ଭୀର ଆଭା ଉଭ ହେଲା। ତାପରେ ସେ କହିବା ଆରମ୍ଭ କଲେ, ହେ ହରିଦାସ, ଶୁଣ, ତୁମର ପୂର୍ବଜନ୍ମରେ କଥା। ଏହି ନାଗକନ୍ୟା, ଯାହାର ନାମ ସୁମତି, ତୁମେ ହିଁ ତାଙ୍କର ସ୍ୱାମୀ ଥିଲ। ସେହି ଜନ୍ମରେ ତୁମେ ଧର୍ମପାଳ ନାମକ ଜଣେ ପୁଣ୍ୟାତ୍ମା ବ୍ୟବସାୟୀ ଥିଲ। ତୁମେ ସୁମତିକୁ ବିବାହ କରିଥିଲ ଏବଂ ତାହାର ଜୀବନକୁ ସଜାଡ଼ିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲ। ତୁମେ ଜଣେ ଧର୍ମନିଷ୍ଠ ଏବଂ ସତ୍ୟବାଦୀ ବ୍ୟକ୍ତି ଥିଲ। କିନ୍ତୁ ସୁମତି ନିଜର ଅହଙ୍କାର ଏବଂ ଅଜ୍ଞାନ କାରଣରୁ ଅଶ୍ୱତ୍ଥ ଗଛର ଅପମାନ କରିଥିଲା, ଯେଉଁଥିପାଇଁ ତାକୁ ସର୍ପ ଯୋନିର ସାପ ମିଳିଲା। କିନ୍ତୁ ଭଗବାନ ବିଷ୍ଣୁ ତୁମର ପୁଣ୍ୟ କର୍ମ ଯୋଗୁଁ ଏହି ନିୟମ କରିଥିଲେ ଯେ କେବଳ ତୁମ ହାତରୁ ଜଳ ଅର୍ପଣ ହେଲେ ହିଁ ସୁମତିକୁ ଏହି ସାପରୁ ମୁକ୍ତି ମିଳିବ। ତୁମେ ଏଠାକୁ କେବଳ ନିଜ ନିୟତି କାରଣରୁ ଆସିଛ। ତୁମର ଆଜି ଏଠାକୁ ଆସିବା କୌଣସି ସଂଯୋଗ ନୁହେଁ, ବରଂ ଏହା ବିଧିର ବିଧାନ ଅଟେ। ସୁମତି, ଯିଏ ଏ ପର୍ଯ୍ୟନ୍ତ ଚୁପଚାପ ଠିଆ ହୋଇଥିଲା, ମୁନିଙ୍କ କଥା ଶୁଣି ହରିଦାସଙ୍କ ପାଦର ପଡ଼ିଗଲା। ତାହାର ଆଖିରୁ ଲୁହର ଧାର ବହିବାକୁ ଲାଗିଲା। ସେ କମ୍ପିତ ସ୍ୱରରେ କହିଲା, ହେ ସ୍ୱାମୀ, ମୁଁ ମୋ ପୂର୍ବଜନ୍ମର ପାପ ପାଇଁ ଆପଣଙ୍କଠାରୁ କ୍ଷମା ମାଗୁଛି। ମୋର ଅହଙ୍କାର ଏବଂ ଅଜ୍ଞାନ କାରଣରୁ ମୁଁ ଆପଣଙ୍କୁ ଦୁଃଖ ଦେଲି ଏବଂ ଏହି ଅଶ୍ୱତ୍ଥ ଗଛର ଅପମାନ କଲି। କିନ୍ତୁ ଆଜି ମୁଁ ଆପଣଙ୍କୁ ଆଉଥରେ ପ୍ରାର୍ଥନା କରୁଛି, ଦୟାକରି ଏହି ପବିତ୍ର ବୃକ୍ଷରେ ଜଳ ଅର୍ପଣ କରି ମୋତେ ଏହି ସାପରୁ ମୁକ୍ତ କରାନ୍ତୁ। ହରିଦାସଙ୍କ ଆଖିରେ କରୁଣା ଭରିଗଲା।
ସେ ନାଗକନ୍ୟା ପ୍ରତି କୌଣସି କ୍ରୋଧ କିମ୍ବା ଘୃଣା ଦେଖାଇଲେ ନାହିଁ, ବରଂ ତାଙ୍କ ହୃଦୟରେ ଶ୍ରଦ୍ଧା ଏବଂ ସହାନୁଭୂତିର ଭାବନା ଜାଗ୍ରତ ହେଲା। ସେ ମୁନିଙ୍କ ଆଡ଼କୁ ଚାହିଁ କହିଲେ, ହେ ଋଷିବର, ମୋତେ କୁହନ୍ତୁ, ମୁଁ ଏଇ ପୁଣ୍ୟ କାର୍ଯ୍ୟକୁ କିପରି ସମ୍ପୂର୍ଣ୍ଣ କରିବି? ମୁନି ହରିଦାସଙ୍କୁ ଅଶ୍ୱତ୍ଥ ବୃକ୍ଷ ପାଖକୁ ନେଇଯାଇ କହିଲେ, ହେ ବତ୍ସ୍ୟ, ଏହି ବୃକ୍ଷରେ ଶ୍ରଦ୍ଧାର ସହିତ ଜଳ ଅର୍ପଣ କର ଏବଂ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କର। ଏହାଦ୍ୱାରା ତୁମର ପୂର୍ବଜନ୍ମର ବନ୍ଧନ ଶେଷ ହେବ ଏବଂ ସୁମତିକୁ ମଧ୍ୟ ମୁକ୍ତି ମିଳିବ। ହରିଦାସ ପାଖରେ ରଖାଯାଇଥିବା କଳସର ଜଳ ଭରି ଅଶ୍ୱତ୍ଥ ବୃକ୍ଷ ସାମ୍ନାରେ ଠିଆ ହେଲା ଏବଂ ନିଜ ମନରେ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରି ଜଳ ଅର୍ପଣ କରିବାକୁ ଲାଗିଲା। ଯେମିତି ସେ ଜଳରେ ଧାର ଅଶ୍ୱତ୍ଥ ଗଛର ଚେରରେ ଢାଳିଲା, ଏକ ଅଦ୍ଭୁତ ଘଟଣା ଘଟିଲା। ଅଶ୍ୱତ୍ଥ ବୃକ୍ଷ ତଳେ ଏକ ଦିବ୍ୟ ଆଳୁକୁ ଖେଳିଗଲା ଏବଂ ନାଗକନ୍ୟାର ସର୍ପରୂପ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲା। ତାହାର ସ୍ଥାନରେ ଜଣେ ସୁନ୍ଦର ଏବଂ ତେଜସ୍ୱୀ ସ୍ତ୍ରୀ ପ୍ରକଟ ହେଲେ। ତାଙ୍କ ଚେହେରା ଚମକୁଥିଲା, ମାନେ ସେ ସ୍ୱୟଂ ଜଣେ ଦେବୀ ହୋଇଥିଲେ। ସୁମତି ହାତ ଯୋଡ଼ି ହରିଦାସ ଏବଂ ମୁନିଙ୍କୁ ପ୍ରଣାମ କଲେ। ସୁମତି କହିଲେ, ହେ ସ୍ୱାମୀ, ଆପଣଙ୍କ ପୁଣ୍ୟ ଏବଂ ଭଗବାନ ବିଷ୍ଣୁଙ୍କ କୃପାରୁ ମୋତେ ଆଜି ଏହି ଅଭିଶାପରୁ ମୁକ୍ତି ମିଳିଛି। ମୁଁ ଆପଣଙ୍କ ପ୍ରତି କୃତଜ୍ଞ। ଆପଣ କେବଳ ମୋର ପାପର ପ୍ରାୟଶ୍ଚିତ କରାଇଲେ ନାହିଁ, ବରଂ ମୋତେ ମୋକ୍ଷର ମାର୍ଗକୁ ଆଣିଲେ। ମୁନି ଆଶୀର୍ବାଦ ଦେଇ କହିଲେ, ହେ ସୁମତି, ଏବେ ତୁମେ ସ୍ୱର୍ଗଲୋକକୁ ଯାତ୍ରା କର। ତୁମର ସାପର ଅନ୍ତ ହୋଇଛି। ଭଗବାନ ବିଷ୍ଣୁ ତୁମକୁ ଆଶୀର୍ବାଦ କରନ୍ତୁ। ସୁମତି ଆଉଥରେ ଅଶ୍ୱତ୍ଥ ବୃକ୍ଷକୁ ପରିକ୍ରମା କରି ସେଠାରୁ ଦିବ୍ୟ ଆଲୋକ ସହିତ ସ୍ୱର୍ଗଲୋକକୁ ଯାତ୍ରା କଲେ। ଏହି ଘଟଣା ପରେ ହରିଦାସଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ସେ ଅଶ୍ୱତ୍ଥ ବୃକ୍ଷର ମହିମାକୁ ବୁଝିଲେ ଏବଂ ପ୍ରତିଦିନ ତାଙ୍କର ପୂଜା କରିବାକୁ ଲାଗିଲେ। ସେ ନିଜ ପରିବାରକୁ ମଧ୍ୟ ଧର୍ମର ମାର୍ଗରେ ଚାଲିବାକୁ ପ୍ରେରଣା ଦେଲେ। ସେ ଜାଣିଗଲେ ଯେ ପବିତ୍ର ବୃକ୍ଷର ସମ୍ମାନ ଏବଂ ଦେବତାମାନଙ୍କୁ ସ୍ମରଣ କରିବା ଜୀବନକୁ ସଫଳ କରିଥାଏ। ଭଗବାନ ବିଷ୍ଣୁ ଅଶ୍ୱତ୍ଥ ବୃକ୍ଷର ମହତ୍ୱର କାହାଣୀ ସମାପ୍ତ କଲେ। ତାଙ୍କ ମୁହଁରେ କରୁଣା ଏବଂ ଦିବ୍ୟତାର ତେଜ ଝଲକୁଥିଲା। ଦେବର୍ଷି ନାରଦଜୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ବସିଥିଲେ। ସେ ଭଗବାନ ବିଷ୍ଣୁଙ୍କ ସ୍ତୁତି କରି କହିଲେ, ହେ ପ୍ରଭୁ, ଆପଣ ଅଶ୍ୱତ୍ଥ ବୃକ୍ଷର ମହିମା ଏବଂ ଏହି କାହାଣୀ ଶୁଣାଇ ମୋର ଜିଜ୍ଞାସାକୁ ଶାନ୍ତ କଲେ। ମୁଁ ଧନ୍ୟ ହୋଇଗଲି। ଏହି କାହାଣୀରୁ ସ୍ପଷ୍ଟ ହେଲା ଯେ ମଣିଷ ନିଜ ଅଜ୍ଞାନ ଏବଂ ଅହଙ୍କାର କାରଣରୁ ହିଁ ପାପର ମାର୍ଗରେ ଚାଲେ, କିନ୍ତୁ ଆପଣଙ୍କ କୃପାରୁ ହିଁ ତାହାର ଉଦ୍ଧାର ସମ୍ଭବ। ଭଗବାନ ହସି ହସି କହିଲେ, ହେ ନାରଦ, ଏହା ସତ୍ୟ। ଅଶ୍ୱତ୍ଥ ବୃକ୍ଷ ସୃଷ୍ଟିର ଜୀବନ। ଏହାର ଚେରରେ ମୁଁ ସ୍ୱୟଂ ନିବାସ କରେ। ଗଣ୍ଡିରେ ଭଗବାନ ଶିବଙ୍କ ବାସ ଏବଂ ଶାଖାଗୁଡ଼ିକରେ ବ୍ରହ୍ମାଙ୍କ ବାସ। ଏହି ବୃକ୍ଷର ପୂଜା କରିବା ଦ୍ୱାରା ମନୁଷ୍ୟ ତ୍ରିଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରେ। ଯିଏ ଏହି କଥାକୁ ଶ୍ରଦ୍ଧାର ସହିତ ଶୁଣିବ, ଶୁଣାଇବ କିମ୍ବା ଅଶ୍ୱତ୍ଥ ଗଛର ପୂଜା କରିବ, ତାକୁ ମୋର ପରମ ଧାମର ପ୍ରାପ୍ତି ହେବ। ତାର ସମସ୍ତ ପାପ ନଷ୍ଟ ହେବ ଏବଂ ତାକୁ ଜୀବନରେ ସୁଖ, ଶାନ୍ତି ତଥା ପରଲୋକରେ ମୋକ୍ଷର ଆଶୀର୍ବାଦ ମିଳିବ। ନାରଦଜୀ କହିଲେ, ହେ ପ୍ରଭୁ, ମୁଁ ଶୀଘ୍ର ପୃଥିବୀ ଲୋକକୁ ଯାଇ ଏହି କାହାଣୀର ପ୍ରଚାର କରିବି। ମୁଁ ଲୋକମାନଙ୍କୁ ଏହା କହିବି ଯେ ଅଶ୍ୱତ୍ଥ ଗଛର ଅପମାନ କରିବା ଉଚିତ ନୁହେଁ। ଏହାର ପୂଜା କରି ସେମାନେ ଆପଣଙ୍କୁ ସାନ୍ନିଧ୍ୟକୁ ପ୍ରାପ୍ତ କରିପାରିବେ। ପ୍ରିୟ ଭକ୍ତଗଣ, ଇଏ ଥିଲା ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ। ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଲେଖନ୍ତୁ ଓମ୍ ନମଃ ଭଗବତେ ବାସୁଦେବାୟ।